ଗୋଟେ ପୁଅ ଆଉ ଗୋଟେ ଝିଅ ଦୁଇ ଜଣଙ୍କ ଭିତରେ ଫରକ ଏତିକି, ଗୋଟେ ପୁଅ ଗୋଟେ ଶାଶୁକୁ ଯେତିକି ଭଲ ପାଏ ଗୋଟେ ମାଆକୁ ସେତିକି ଭଲ ପାଏ, କିନ୍ତୁ ଗୋଟାଏ ଝିଅ ଶାଶୁକୁ ଯେତିକି ଭଲ ନ ପାଏ ତା ମାଆକୁ ସେତିକି ଭଲ ପାଏ। ସେଥିପାଇଁ ସବୁ ଘରେ ହିଁ ଡିଷ୍ଟର୍ବାନ୍ସ ହୁଏ, କିନ୍ତୁ ସେ ଝିଅଟା ସବୁବେଳେ ଘରଟାକୁ ଚଳେଇବାର ଅଛି, କିନ୍ତୁ ସେ ଚଳେଇବାକୁ ନାରାଜ ହୁଏ। ସେଥିପାଇଁ ଘରଟା ବିଶୃଙ୍ଖଳିତ ହେଇଯାଏ। ଗୋଟେ ପୁଅ ସେମିତି କେବେ କରିପାରିବ ନାହିଁ, କାହିଁକି ନା ସେ ପୁଅର ମାନବିକତାର ବିବେକ ତାଙ୍କ ପାଖରେ ଅଛି। ସେଥିପାଇଁ ସେ ସବୁବେଳେ ମଣିଷପଣିଆ ତାଙ୍କ ପାଖରେ ଥାଏ। ଗୋଟେ ପୁରୁଷର ମଣିଷପଣିଆଟା ହେଉଛି ତାଙ୍କର ସବୁଠୁ ବଡ଼, ହେଲେ ଝିଅଙ୍କର ନାହିଁ, କାହିଁକି ନା ତାଙ୍କର ସବୁବେଳେ ଚିନ୍ତା କରନ୍ତି ନିଜେ କେବଳ ବଞ୍ଚିବାଟା, କିନ୍ତୁ ଆଉ କିଏ ବଞ୍ଚିବା ନ ବଞ୍ଚିବାଟା ଏତେ ଗୁରୁତର ନୁହେଁ। ତାଙ୍କ ଚିନ୍ତା କଲେ ବି ତାଙ୍କ ସ୍ୱାମୀମାନଙ୍କୁ ବି ବେଶୀ ଗୁରୁତର ଦିଅନ୍ତି ନାହିଁ। ବହୁତ ଲୋକଙ୍କୁ ମୁଁ ଦେଖେ ଭାଷା ଅଭାଷାରେ ବି କୁହନ୍ତି। ତାମାନେ କ'ଣ? ଏସବୁ ହେଉଛି ପରିବେଶ ଆଉ ଘରର କଥା। କିନ୍ତୁ ଗୋଟେ ପୁରୁଷ ଆଗରୁ ଯେମିତି ଥିଲା ବର୍ତ୍ତମାନ ଷ୍ଟେଜରେ ବି ସେମିତି ଅଛି, କିନ୍ତୁ ନାରୀମାନେ ସବୁ ଚେଞ୍ଜ ହେଇଗଲେଣି ନିଜେ ବଞ୍ଚିବା ପାଇଁ ସ୍ୱାର୍ଥ